ଓ ପେଟ କଲିଆ ଲାଗୁଛି ପୁରା କି ଆନନ୍ଦରେ ଶୋଇବ ପୁରା। ହ୍ୟାଲୋ ଗାଇସ୍, ୱେଲକମ୍ ଟୁ ମାଇ ନ୍ୟୁ ବ୍ଲଗ। ମୁଁ ଆସିଛି ଆପଣମାନଙ୍କ ପାଇଁ ନୂଆ ନୂଆ ଭିଡ଼ିଓ ନେଇକି। ଆପଣମାନେ ଲାଇକ୍ ସବସ୍କ୍ରାଇବ୍ କମେଣ୍ଟ କରନ୍ତୁ ଆଉ ଚ୍ୟାନେଲରେ ଯୋଡ଼ିଏ ରୁହନ୍ତୁ। ମୁଁ ଯେଉଁଭଳିଆ ଭିଡ଼ିଓ ଆପଣମାନଙ୍କୁ ପୋଷ୍ଟ କରିବି ଆପଣ ଦେଖିବ ବହୁତ ଏନ୍ଜୟ କରିବ। ଏବେ ଦେଖନ୍ତୁ ଆମେ ସେପଟ ଶୁଆ ଶୋଇ କରି 8:30 ବେଳେ ଉଠିକି ଆସିଲୁ। ଆଜି ନିଦ ଭାଙ୍ଗିଗଲା ପଳେଇ ଆସିଲୁ। ଆଜି ଥଣ୍ଡା ଥିଲା ସେଥିପାଇଁ ଆସିକି ଆମର ଏଠି ଅନାଦି ଆଳୁ ଭାଜିଦେଲା, ଟମାଟୋ ଟିକେ ଜାରିଦେଲା ଆଉ ଭାତ ନେଇଆଇଲୁ। ଆମେ ତ ଏଇ ଆସିବା ପାଇଁ ତାଙ୍କର ଆମର କିଛି ନାହିଁ, ପଖାଳ କରିକି ଆମେ ଖାଉଛୁ। ଦେଖ, ଆମର ଓଷା ଦେଖିପାରୁଥିବ ନାହିଁ, ଆମର ତ ଏବେ କେହି ନାହିଁ ଆଉ ଓଷା କଣ କରିବୁ? ପଡିଯିବ ସେଠି। ଏବେ ଦେଖିପାରୁଥିବ ଦେଖଉଛି ଏଇ ଦେଖ ଆମର ଏବେ ରସୁଣ ଛଡା ହଉଛି। ରସୁଣ ଛଡା ହବ, ରସୁଣ ଛଡା ହଉଛି। ରସୁଣ ଛଡା ସରିଲା ପରେ ଟିକେ ଛେଚା ହବ, ଛେଚା ହେଇସାରିଲେ ଟିକେ ଖିଆ ହବ, ଟେଷ୍ଟି ଖିଆ ହବ। ଆଲୋନା ଆଜି ଗଲା ପଳେଇ ଆଲୋନା ଆଜି ପଳେଇଲା ଗାଧେଇବା ପାଇଁ ହେଲା। ଆଲୋନା ଆଜି ଯାଇନି ମାନେ ଗାଧେଇବା ପାଇଁ, ଯିବ ବୋଧେ ଗାଧେଇବା ପାଇଁ ହେଲା। ଗାଧେଇ ଆସିଲେ ଦେଖା ହବ। ସାଉଲି ନମକ ଟିକେ ଡାଲ। ଆଲୋନା ଆଜି କଣ ହଉଛି, ଆଲୋନା ଗାଧେଇ ପଳେଇଲା। ଆମେ ତ ଗାଧେଇ ପାଇଲୁ ନା, ରହିଗଲୁ। ଓଷା କରିଛି ତା ଶାଳି ପାଇଁ। ଇସ୍। ଆମର ଆମର ଅଲଗା ରାଗ କରି ଖାଇଙ୍ଗେ। ଦେଖିପାରୁଥିବ ଆମର ଏବେ ମାନେ ଟମାଟୋ ଫମାଟୋ ସବୁ ପକୋଡା ହବ। ଖାଇପାରିବୁ ନା ଆଲୋନା କହିଲା ରାଗ ଟିକେ ମୋ ଆଲୋନା ରାଗ ଖାଇନୁ ନା, କହିଲା ରାଗ ମୋ ପାଇଁ ଟିକେ ରଖିବ। ସେଥିପାଇଁ ତୋ ପାଇଁ ସବୁବେଳେ ସାଧା ସେଥିପାଇଁ ଆମେ ଟିକେ ତା ପାଇଁ ରାଗ ଫାଗ ସାଧା ରଖିଦବା। ରଖି ସାରିଲା ପରେ ଆମେ ତାପରେ ଟ୍ରାଏ କରିବା କୋଉ ଭଳିଆ ଲାଗୁଛି କୋଉ ଭଳିଆ ନାହିଁ। ହେଲା, ତାପରେ ରଖି ସାରିଲା ପରେ ଟ୍ରାଏ କରିବା ଦେଖିବା ତାପରେ କୋଉ ଭଳିଆ ଲାଗୁଛି କି ନାହିଁ। ଆମେ ଏବେ ରସୁଣ ଦି ପାଖରେ ଛଡେଇଦବା ଖାଇବା ପାଇଁ। ରସୁଣ ଟା ଛଡେଇ ସାରିଲା ପରେ ଅନନ୍ତ ସେପଟେ ଆରମ୍ଭ କଲେଣି ଛେଚା ଛେଚି ଦଳା ଦଳି ସେ ଆରମ୍ଭ କରିସାରିଲାଣି। ଯେ ଖାଇବୁ, ଖାଇସାରିଲା ପରେ ଯାଇକି ଶୋଇବୁ। ଆଜି ସଣ୍ଡେ ପୁରା କି ଆନନ୍ଦରେ ଶୋଇବ ପୁରା ଆଜି। ଆଉ ବାହାର ରହିଲେ ସଣ୍ଡେ ଆଉ ଯୋଉଦିନ ପେମେଣ୍ଟ ପଡେ ସେଇଦିନ ଦିଟା ଦିନ ଖୁସି ଆଉ ସବୁଦିନ ଦୁଃଖ ଆଉ। ହେଲା, ଆମେ ଗଲାଣି ଖାଉ। ଆମେ ରଖିଦବା କଞ୍ଚା ଜିରା ରଖିଦବା ନାଇଁ କଣ। ତାପରେ ଆପଣ ମାନେ ତ ଦେଖିଥିବେ ରସୁଣ କି ଆଉ କଣ ଆମର ଏଠି କଣ କହନ୍ତି, କଣ କହୁଛନ୍ତି କାନ୍ଦା କାନ୍ଦା କହୁଛନ୍ତି। ଆପଣ ମାନେ କଣ କହୁଛନ୍ତି ଯଦି କମେଣ୍ଟ କରନ୍ତୁ, ଆମେ ଜଣାଇଦେବୁ। ଆମେ ତ ଖିଆ ବି ଉଡ଼ିବ। ଖାଇସାରିଲା ପରେ ଆମେ ବ୍ଲଗ ରୁମରେ ବନେଇବ ନା ଆଜ୍ଞା, ଅସନା ସେ ରୁମ ରହିଯାଉଛି ହେଲା। ଆଉ ବ୍ଲଗ ବନେଇ ହଉନି, ବନେଇବି ଯେତେ ବନେଇ ଟାଇମ୍ ହଉନି, ଅସନା ଅନେଇଛି ହେଲା, ବନେଇବାନେ ହଉନି। ସେଥିପାଇଁ ଆମେ ବନେଇନଥିଲୁ। ସିଏ ଏବେ ମନ୍ଦିର ପଳେଇଲେ, ଆମେ ସେଥିପାଇଁ ବନେଇଲୁ। ଆମେ ସେଥିପାଇଁ ବନେଇଲୁ ଭଜା ଭାଜି ତାଙ୍କର 2 ଜଣ ମହାଦେବ ଅସନାଙ୍କର ତାଙ୍କର ଆଜି ହେଲା ଏକାଦଶୀ, କାଲି ଗଲେ ଏକାଦଶୀ, ଆଜି ଗଲେ ଜାଗର। ସିଏ ମାନେ ଜାଗର କରୁଛନ୍ତି। ଆମେ ବି ତ ଜାଗର ତ ଆମେ କେବେ କରୁନା। ଏବେ ଖାଇବା ଟେନସନ ଗୋଟେ, ଖାଇସାରିଲା ପରେ ତାପରେ କଣ ହବ ଦେଖାଯିବ। ଖାଇଦବା, ଖାଇସାରିଲା ପରେ ଦେଖିବା କୋଉ ଭଳିଆ ଲାଗୁଛି କଣ ନାହିଁ। ରସୁଣ ସବୁ ରେଡି। ସୁମ୍ବା ଆଣିକି ବି ଅନାରେ ଛେଚିଲାଣି, ଛାଡ଼ିଲା ହାତରେ ପାରିଲା ସୁମ୍ବା ଗରମ ଦେଖିବ ତ ଆମ ରୁମ ର ବ୍ୟାକଗ୍ରାଉଣ୍ଡ ଆମର ଏଭଳିଆ କିଛି ଅଛି। ତାପରେ ଯିବା ବାହାର ଦେଖିବା କୋଉ ଭଳିଆ କଣ ଲାଗୁଛି। ଆମ ଆଲୋନା ଗାଧେଇ ପଳେଇଲାଣି। ଗାଧେଇ ପଳେଇ ଆସିଲେ ଖିଆ ଆରମ୍ଭ ହବ। ହଉଛି ଗାଧେଇ ଆସ, ଆମେ ଖାଉଛେ କେତେଟା ଯାଉଛି ନ ଯାଉଛି। ଖାଇସାରିଲା ପରେ ଦେଖାହବ ଆପଣମାନଙ୍କୁ କୋଉ ଭଳିଆ ଲାଗୁଛି କୋଉ ଭଳିଆ ନାହିଁ। ଖାଇସାରିଲା ପରେ ବ୍ଲଗ ଆସିବ, ଆଉ ଟେନସନ ନିଅନି, ଖାଇସାରିଲା ପରେ ଆସିବ। ସେ ଛେଚୁଛି ସେଟାରେ ସେ ମାଷ୍ଟର ପୁରା ସୁମ୍ବା ଉପରେ ଛେଚୁଛି। ହଉ, ଖାଇସାରିଲା ପରେ ଦେଖାହବ। ଆମର ତ ଦେଖିପାରୁଥିବ ଆମର ଏବେ ଦେଖନ୍ତୁ ଅନାଦି ପୁରା ଭଜା ଭାଜିଛି, ମାନେ ଖତରା ଭଳିଆ ଭଜା। ଦେଖିପାରୁଥିବ ଭଜା, ମୁଁ ଖାଇ ଦେଖି କୋଉ ଭଳିଆ ଲାଗୁଛି। ଓ ବଢିଆ ଲାଗୁଛି। ତା ସହିତ ଟମାଟର ଆଉ ଲଙ୍କା ଜାଳ ଦେଇଛି। ଟେଷ୍ଟ କର। ଓ ପେଟ କଲିଆ ଲାଗୁଛି ଏତେ ଜୋର ରାଗ। ଅନାଦି ରାଗି ଦଳି ଦେଇଛି। ଆଉ କଣ କରିବା, ପୁଳେ ଜୋର ରାଗ ହେଇଗଲାଣି। ଅନାଦି ରାଗ ଟିକେ ଫେବରେଟ ନା, ରାଗ କରିଦେଇଛି ପୁଳେ। ଆଉ ଟିକେ କାଟିଦେଲେ ସେ ଏତେ ଖାଇବ ନା। ଆଉ ଟିକେ କାଟିଦେଲେ ସେ ଏତେ ଖାଇବ ନା। କଣ ଭଜା ନା ଥାଉ, ସେ କହୁଛି ଏତିକି। ହଉ, ଆଖି ଛୋଟ ନା ଆଖି ବଡ, ଖାଇଲା ବେଳକୁ ବହୁତ ଛୋଟ। ଆଲୋନା ପାଇଁ ରଖିଦେଲୁ ଭଜା, ଭଜା ରଖିଲା। ଟମାଟୋ ରହିଲା, ଆମର ରାଇତା ରହିଲା।
ଦେଖିପାରୁଥିବେ ଆମ ରାଇ ତେଲ ଇଏ ଲେଖା ହେଇଛି ରୁଚି ତେଲ ଲେଖା ହେଇଛି ରୁଚି ଗୋଲ୍ଡ ଲେଖା ହେଇଛି ରୁଚି ଗୋଲ୍ଡ ଲେଖା ହେଇଛି ରାଇ ତେଲ ଆମେ ଖାଉଛେ କଣ କରିବା ଏବେ ଖାଇକି ଦବା ଖାଇକି ସେପଟେ ରୁମ ଦେଖିବା କଣ ଏପଟେ ତ ଗରମ ଯାଇ ହବ ନା ଏଇପଟେ ଶୋଇବା ଦେଖିବା ଏଇପଟେ ଶୋଇବା ଆଉ ଦେଖିବା ଆଉ ପଢିବା ସେ ଖାଇ ଆସିଲା ଟେଷ୍ଟ ଆମେ କରିବା ପଢିବା। ଲୁଣ ଲାଗିଛି ଲୁଣ ଅଳ୍ପଟେ ପଡିଛି ଖାଇବାଟା ଏକଦମ ଫାଷ୍ଟ ଅଛି ପୁରା ଆକୁ ତ ଖାଲି ପେଟ ରାଗ ଲାଗୁଥିଲା ଭାତର ଖାଇବା ଜଣା ଠିକ ଅଛି ହଉ ଲୁଣ ପଡିବ କି ଖାଇସାରିଲା ଆହୁରି? ପରେ ଆପଣ ହଁ ଲୁଣ ଗୋଟେ ପଡିବ କୋଉଥିରେ ଏ ଭାତରେ ଭାତରେ ପକେଇବ ଖାଇସାରିଲା ପରେ ଆପଣଙ୍କ ସହ ଦେଖା ହବ ଭାଇ ଦେଖିବ ତ ଆମର ଖାଉ ଖାଉ ଭଜା ସରିଗଲା ନହେଲେ ଭାତ ସରିଲାଣି ସେଥିପାଇଁ କଣ କରିବି ଖାଇବା ରହିଯିବ ବୋଧେ ଡିମାର୍ଟରୁ ଗୁଡ କିଣିକି ଆଣିଥିଲୁ ଗୁଡ ଲଗେଇ ଭାତ ଖାଇଦବୁ ଦେଖ ଗୁଡ ଥୁଆ ହେଇଛି ରାଇ ଥୁଆ ହେଇଛି ଲଗେଇକି ଖାଇବୁ ଏଇଟା ହେଲା ପଖାଳ ଖିଆର ମଜା ହେଲା ଭଜା ଆପଣ ମାନେ ତ ସରିଗଲେ ଖାଇନଥିବେ ଗୁଡ କେବେ ଆପଣ ମାନେ ତ କେବେ ଗୁଡ ଖାଇନଥିବେ ଭଜା ସରିଗଲା ମାନେ ଭଜା ଟିକେ ଗୁଡ ଟିକେ ଖାଇଲେ ନିଶା ଟିକେ ଜୋର ହବ ଖାଇଦବା ଆଉ ଦେଖିବା କଣ ହଉଛି ଆମେ ତ ଟେନସନ ନାହିଁ ଯାହା ମିଳିବ ବାଟ ଦଉଛ ଯାହା ମିଳିବ ଯଦି ଅଦା ଲଙ୍କା ଚୁପି ସାଉଲ ପାଇଁ ଯଦି ଏଇଟା ରଖିଦବା ନୁହଁ ହାଲା କିଛି ଖାଇବା ନା ସବୁ ଆମେ ଖାଇବା ନା ଏଇଟା ରଖିଦବା ଗୁଡ ଖାଇବୁ ସେ ଗୁଡ ଖାଇବା ନା ନଥାଉ ଯାହା ବି ଗୋଟେ ଶୋଭା ପାଇବ ଖା ନ ଖା ସେଟା ସେଟା ସେ ଜାଣେ ଯୋଉଟା ଆମକୁ ଶୋଭା ଦେଖା ହେଲା ରଖିଗଲା ସେଟା କଣ କାହିଁକିନା ଆମେ ଗୁଡ ଖାଉଛୁ ଏଇଟା ପଖାଳ ଭାତ ଚୋଖା ଏତେ ରାଗ ମରିଯିବ ଗୁଡ ଗୁଡ ଖାଇବା ଆକୁ ଠିକ ଆମର ଧୂଳି ଫୁଳି ଯୋଉ ନିଶ୍ୱାସ ବାଟେ ଯାଇଛି ରହିଥିବ ଗୋଟା ଖାଲି ପେଟ ଆସନେ ପଳେଇବ ସକାଳେ ଟିକେ ସନ୍ଧ୍ୟାବେଳେ ଟିକେ ଖାଇବା ପାଇଁ ଆମେ ରଖିଛୁ ଗୁଡ હવે କଣ କରିବା ଗୁଡ ପୁରା କାମ ଦଉନି ଭଜା ଭଜି ଖାଇବାକୁ ପଡିବ ହଉ ବହୁତ ମିଠା ଆଉ ବହୁତ ଲାଗୁଛି ମିଠା ଆମେ ଖାଇବା ଆଗେ ଖାଇଲା କଥା ହବା ଖାଇସାରିଲା ପରେ ଆମର ଏବେ ଖିଆ ପିଆ ସରିଗଲା ଆମର ଏବେ ଖିଆ ଖି ସରିଗଲା ଦେଖନ୍ତୁ ଆଲୋନା ଏବେ ଥାଳିରେ ଖାଉଛି ପଖାଳ ଖାଉଛି ଥାଳିରେ ଖାଉଛି ବୁଢା ହାତ ଲମ୍ବେଇ ଲମ୍ବେଇ ଖାଉଛି ଯେମିତି 60 ବର୍ଷର ବୁଢା ଏ ଆମ ସାଙ୍ଗ ଯୋଉ ଗାଧେଇ ପାଧେଇ ଆଇଲେଣି ଆମର ସବୁ ଦେଖ ଆମର କପଡା ପତ୍ର ଏଠି ସବୁ ଧୁଆ ହେଇ ରହିଛି ଧୁଆ ହେଇ ରହିଛି ନା କପଡା ପତ୍ର ସରି ଆମର କପଡା ପତ୍ର ସବୁ ଭେଦା ହେଇ ରହିଛି ଆମେ ଯାଇକି ଧୋଇବୁ ଧୋଇବୁ ସବୁ ଅନାଦି ବୁଦ୍ଧିରେ ଯୋଗୁ ଅନାଦି ସ୍ତ୍ରୀ ଆସି କାଲି ନ ସଫା କରିବ ପକେଇବୁ ଗୁଣ୍ଡା ଧରିକି ମୁଁ କାଲି ରାତିରେ ସଫା କରିବି ମତେ କହିଲା ନା ନା ସଫା କରନା ମୁଁ କାଲି ଆମେ କାଲି ଆମେ ହଁ କହିଲା ମୁଁ ସନ୍ଧ୍ୟାବେଳେ ସଫା କରିବି କହିଲା ନା ନା ରାତି 10ଟା ସଫା କରିବି ରାତି 10ଟାରୁ ହେଇ 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 ସଫା କଲା ନା ତାପରେ କହିକି ଆଉ କରିବା ନା କାହିଁକିନା ମୁଁ ବତୁରେଇ ଦେବି ସକାଳୁ ସକାଳୁ କହିଲା ମୋ ପ୍ୟାଣ୍ଟ ସାର୍ଟ ବତୁରା ମୁଁ ତାକୁ ଖାଲି ସାର୍ଟ ଟା ବତୁରେଇଛି ପ୍ୟାଣ୍ଟ ଫ୍ୟାଣ୍ଟ ବତୁରେଇଛି କାଇଁ ତା ଯୋଗୁରୁ ହଇରାଣ ହେଲି ଆଜି ହେଲା କଣ ଯାଇକି ଆଜି ପତ୍ର ବତୁରା ଦେଇଛି ପୁଣି ଏବେ ପଖାଳ ଭାତ ଖାଇଦେଇ ଆଇଲୁ 11ଟା ବାଜିଲେ ମାନେ ଯିବୁ ନା 12ଟା ବାଜିଲେ ଯିବୁ ଯାଇକି ଇଏ କରିଦବୁ କଣ କହନି ସଫା କରିଦେଇ ବସିବୁ 2ଟା ବାଜିଲେ ଗାଧେଇକି କପଡା ପତ୍ର ନାହିଁ ନା ସବୁ ସଫା ଅଛି କପଡା ପତ୍ର ହେଲେ ଯାଇକି ଧୋଇବୁ କପଡା ପତ୍ର ଶୁଖି ସାରିଲା ପରେ ପିନ୍ଧିବୁ ନହେଲେ ପିନ୍ଧିବୁ ଆମ କଲୋନୀ ଆଜି ପୁରା ଫାଙ୍କା ଦେଖିପାରୁଥିବୁ ହେଲା କଲୋନୀ ସବୁ ପୁରା ଫାଙ୍କା ଅଛି ମୁଁ ପଳେଇଲି ଏପଟ ରୁମକୁ ଏପଟ ରୁମ ରେ ଆସିକି ସେପଟେ ତାଙ୍କର ବକ୍ସ ସବୁ ବଜଉଛନ୍ତି ଆମେ ସେପଟ ରୁମରେ ପହଞ୍ଚିଗଲୁ ଏପଟ ରୁମ ଆସି ଏବେ ଖାଇ ପିଇ ଟିକେ ସରିଗଲା ଖାଇବା ପିଇବା ଶୋଇବା ଶୋଇବା ଶୋଇକି କଣ କରିବା ଶୋଇ ସାରିଲା ପରେ ଆଉ ତ କିଛି କାମ ଧନ୍ଦା ନାହିଁ ରେଷ୍ଟ କରିବା ଅନାଦି ପଳେଇଲା ପଛ ପଛ ଦୌଡି ପୁଷ୍ପାର କଣ ଆଇଲା ହ୍ୟାଲୋ ଗାଇସ ତାପରେ ମଉସା ତମେ କୋଉଠି ମୁଁ ଏଇଠି ଏଇଠି ମଉସା ତ ମାଇଲେ ନା ହଉ ଆମେ ଏବେ ରେଷ୍ଟ କରିବା ମାଉସୀ ରେଷ୍ଟ ତମେ ସରିଲା ପରେ କୋଉଠି ରେଷ୍ଟ କରିବା ରେଷ୍ଟ କରିସାରିଲା ପରେ ଦେଖିବା କଣ ତାର ଅନାଦି ଫୋନ ଭାଙ୍ଗିଛି ଅନାଦି ମାଣ୍ଡୁ ଫୋନ କରିବନି अनंत मांडव फोन करके मुंह दे दी तो मैं हेलो गाइस आप जिस नंबर पे कॉल किया है वो अभी दूसरा कॉल पे व्यस्त है आसियो हमारे पास चढ़ियो भाई हां पर अनंत पे चढ़िया फाइनल अनंत ना पड़े वाला ହ୍ୟାଲୋ ଗାଇସ ଫୋନ ହିସାବରେ ବନ୍ଦ ହବ 20 ଦିନ 20 ଦିନ ପରେ ଆପଣ ମାନେ ଦେଖିପାରିବେ ନୂଆ ଫୋନ ହଉ ଦେଖିଆ ନୂଆ ଫୋନ ଆଉ ହଉ ହଉ ରହୁଛି ଏଠି ରେଷ୍ଟ କରିଦବା ତାପରେ ଗାଧେଇଲା ପରେ ଦେଖିଆ କଣ ହବ ବ୍ଲଗ ବନେଇବା ଆଉ
ଆମେ ଏବେ 1:30 ହେଇଗଲାଣି ଆମେ ଶୋଇକି ମୁଭି ଦେଖୁଥିଲୁ ଆଲନା ଏପଟେ ମୁଭି ଦେଖୁଛି ଆମେ ଏପଟେ ମୁଭି ଦେଖୁଛନ୍ତି ଅନାଦି ଏପଟରେ ବି ମୁଭି ଦେଖୁଛି ହେଲା ମୁଭି ଦେଖିବା ଏମିତିଆ ମୁଭି ଆମର ଯୋଉ ଏଟା କି ମୁଭି କହନ୍ତି କଣ ଡୁଡୁ ମୁଭି ନା ଦେଦୁ ମୁଭି କଣ ଏଟା ମନେ ପଡୁନି ଠିକ ସେ ହେଲା ସେଇ ମୁଭି ଦେଖି ଆମର ଅନାଦି ଦେବଦାସ ହେଇଯାଇଛି ମଜୁନ ହେଇଯାଇଛି କହିଲାନି ମୁଁ ଦେବଦାସ ହେଇଯିବି ହେଲା ସେ ଫିଲ୍ମ ଦେଖି ଆପଣ ମାନେ ଫିଲ୍ମ ଦେଖନ୍ତୁ ପୁରା ମାନେ ଫାଣ୍ଟାଷ୍ଟିକ ବଢିଆ ବଢିଆ ଫିଲ୍ମ ହେଇଛି ଫିଲ୍ମ ଦେଖିବେ ପୁରା ଇମୋସନାଲ ଆଉ ମୋଟିଭେସନାଲ ଆଉ ଷ୍ଟୋରି ଆଉ ଲଭ ସବୁ ପ୍ରକାର ଅଛି ହେଲା କହିଲାନି ଦେବଦାସ ବନିଯିବ ନା ମଜୁନ ବନିଯିବ ହଉ ଦେଖିବା କଣ ବନୁଛି ଏପଟରେ ଏଇ ଗରମ ବି ଜୋର ହେଲାଣି ଆମେ ଗରମ ଜୋର ପଡିକି ରହୁଥିଲୁ ଫିଲ୍ମ ଦେଖୁଥିଲୁ ପଡିକି ରହୁଥିଲୁ ଗାଧେଇନା କପଡା ପତ୍ର ଧୁଆ ହେଇନି 10ଟା ବେଳ ଲଗେଇ ଦେଖୁଛୁ 12:30 ହେଇଗଲାଣି ଆଲୋନା ଏଇ ଶୋଇଛି ଶୋଇଛି ଏଇ ଗୋଟେ ମୁଭି ଦେଖୁଛି ଆମେ ମୁଭି ଦେଖୁଥିଲୁ ମୁଁ ବାସ ଶୋଇଲା ନା ଅନାଦି କଣ କିଛି କହିବୁ ଫିଲ୍ମ ବିଷୟରେ କହ ଫିଲ୍ମ ବିଷୟରେ କିଛି କହିପାରିବି ନାହିଁ ଇଏ ଆଲୋକ ସାର୍ ଆମର ବାହା ହେଇଯାଇଛନ୍ତି ସିଏ ଆଉ ଦେବଦାସ ଫିଲ୍ମ ଦେଖିବେ ନାହିଁ ଆମେ ଆମର ବାହା ହେଇନୁ ଆମେ ସେ ଦେଖୁଛୁ ଆଉ ନୂଆ ନୂଆ ଆଉ ଦେବଦାସ ଦେଖିବ ଆ ପରେ ଦେଖାହବ ଆମର କି ଫିଲ୍ମ ଆମର କି ଫିଲ୍ମ କିଛି ନାହିଁ ପରେ ଦେଖିବା ଏବେ ଡ୍ରାଗନ ଫିଲ୍ମ ଦେଖାହବ ଡ୍ରାଗନ ଫିଲ୍ମ ଦେଖାହବ ତାପରେ गिरीश ଶୋଇପଡିଆ का गाना सुनेगा ନାଇଁ ଓଡିଶା में ଚାଲିଲା ଜୟ ଜଗନ୍ନାଥ ହଉ ଆମେ ଗାଧେଇ ଆସୁ ଆପଣଙ୍କ ସାথে ଦେଖାହବ ଫେରି ଆମେ ଏବେ ଗାଧେଇ ପାଧେଇ ରେଡି ହେଇଗଲୁ କାହିଁକି ନା ଆଜି ମୁଁ ଟିକେ ମାର୍କେଟ ତ ଯିବାର ନାହିଁ ମାର୍କେଟ ଯିବା ଆଲନା ହଉଛି ପାଣି ନେବା ପାଇଁ ସେ ରୁମ ରେ ଶୋଇବୁନି ପାଣି ନେବା ପାଇଁ ଆଉଛି ଆମେ ଅନାଦି ଦୋକାନରେ ଟିକେ ଆଜି ସେଟା କଣ ସରି ଜାଗର ତ ସେଥିପାଇଁ ଥଣ୍ଡା ଫଣ୍ଡା ଟିକେ ମାରିଦେଇ ଆସିବା ଆସିକି ଖାଇକି ଶୋଇ ପଡିଆ ଶୋଇବା କଣ ଗରମ ହଉଛି ଥଣ୍ଡା ହେବା ପାଇଁ ହଁ ଆଲନା ପାଣି ଭରି ଥିବୁ ଆମେ ଆସୁ ହେଲା ସିଏ ଆମର ରହିଲା ଆମେ ଯାଉଛୁ ଆଡେ ସବୁ ମାନେ ବୁଲିବାଲି ପଇସା ଟା ପଠାଉ ବୁଲିବାଲି ମାନେ ଥଣ୍ଡା ଟିକେ ପିଇକି ଗରମ ହେଇଯାଉଛି ବଡି ପୁରା ଥଣ୍ଡା ଟିକେ ପିଇକି ଆସିବୁ ଆସିଲେ ରୁମରେ ଦେଖାହବା ଆଉ ରୁମରେ ଦୋକାନ ବାହାରେ ଦେଖାହବା ଆଉ କାହିଁକିନା ଆମେ ଏବେ ଯାଉଛୁ ଟିକେ ଖରା ଦେଖିପାରୁଥିବ ସବୁଆଡେ ଖରା କେତେ ଜୋର ଅଛି ଖରା ବହୁତ ଅଛି ହେଲା ତାପରେ ଖରା ମାନେ ବହୁତ ଜୋର ତ ହଉଛି ଆଉ କହିଲେ କଣ ହବ ଖରା ବହୁତ ଜୋର ମାନେ ଏତେ ଜୋର ମାନେ କହିହବନି ଏଇଠି ଭାଇ ଗରମ ବି ବହୁତ ଜୋର ହଉଛି ହଉ ଦେଖିବା ତାପରେ ଦୋକାନ ବାହାରେ ଯାଇକି ଦେଖିବା କଣ ହଉଛି ନା କଣ ନାହିଁ ଥଣ୍ଡା ଅଛି କି ନାହିଁ ଥଣ୍ଡା ମାନେ ଏଠି ଫ୍ରିଜ ଫ୍ରିଜ ନାହିଁ କରେଣ୍ଟ ବି ନାହିଁ ତାଙ୍କର ସବୁ ସେ ଆଇସ ରେ ଉପରେ ରଖୁଛନ୍ତି ହଉ ଦେଖିବା ସେଠି ପହଞ୍ଚିକି ଆମେ ଖରାରେ ପଳେଇ ଆସିଲୁ ଆଉ ୟାକୁ ନେଇକି ଯୋଉ ଆମର ଷ୍ଟିଙ୍ଗ ନେଇକି ପଳେଇ ଆସିଲୁ ଷ୍ଟିଙ୍ଗ ଆଉ କଣ ବିମଲ ଗୋଟେ ଆଲନା ପାଇଁ ବିମଲ ଗୋଟେ ନେଇ ଆଇଲୁ ବିମଲ ଆଉ ଚୁଡା ଭଜା ଟିକେ ଆଣିଛୁ ଖାଇବା ପାଇଁ ଖାଇକି ଆରେ ଆଜି ସଂକ୍ରାନ୍ତି ଚୁଡା ଆଜି ହେଲା ଇଏ ବା ଚୁଡା ଫୁଡା ସବୁ ଖାଇଯାଉଛୁ ଆମେ କିଛି ଛାଡୁନା ଉଷା କରି ସବୁ ଖାଇଦବୁ ନା କଣ कुरकुर खाइले चलिବ ଭଲ ଲାଗୁଛି ଷ୍ଟିଙ୍ଗ ଟା ପିଇଦବା ମାହାନ୍ତି ହେରିକା କହୁଥିଲେ ଆଣିବା ପାଇଁ କିଛି ଆଣିବା ପାଇଁ ଆଣିଲେ ନା ହଉ ଏବେ ଟିକେ ରୁହ ଖରା ହଉଛି ଦେଖିବା ଯାଇ ରୁମ ବାହାରେ ଦେଖିବା ଆମେ ଏବେ ଖରା ବହୁତ ତ ରଖିବି ନା ଖରା ବହୁତ ରହୁଥିଲା ଆମେ ପଳେଇଗଲୁ ରୁମ କୁ ଆଉ ଖରା ତ ଥଣ୍ଡା ପିଇଗଲ ତ ଖରାରେ କାମ କଲା ଏଠି ଆସିଲା ପୁଣି ପାଣି ହେଇକି ପଳେଇଲାଣି କୁଆଡେ ସେ ଚୁଡା ଖାଇକିନି ଚୁଡା ଖାଇଲା ବେଳକୁ ସୁସ୍ଥ ଲାଗିଲା ପୁରା ଖାଇଦେଲୁ ପେଟ ସେଥିପାଇଁ ପାଣି ପିଇଦେଲୁ ଫୁଲିବ ଆଉ ଫୁଲି କଣ କରିବ ଖାଇଥିଲୁ ଏବେ ଖାଇକି ଚୁଡା ଚୁଡା ଖାଇକି ଚୁଡା ମିକ୍ସଚର ମନ ଗୋଟେ ଆଣୁନୁ। ତୁ ଖାଇଦେଲୁ ଖାଇ ମନା କଲ ଇଏ ମନା କଲା ମୁଁ କଣ ନବା କହିଲେ ମନା ତତେ କଲା କହିଲୁ ତୁ କିଛି ମନା କଲୁ ତ କହିଲୁ ଥଣ୍ଡା ଆଣିବୁ ତୁ ମନା କଲୁ କହିବୁ ନା ଆଉ ନ କହିଲେ କିଏ କାହାକୁ ଦଉଛି ସାଙ୍ଗମାନେ କହୁନାହାନ୍ତି ଆଜିକାଲି କେହି କାହାର ନୁହଁ ହେଲା ପଇସା ନେଲା ବେଳକୁ ନେଇ ଯାଉଛନ୍ତି ଦେଲା ବେଳକୁ ତାଙ୍କ ପଛରେ ତମେ ଗୋଡେ ମରିବ ଅନନ୍ତ କହିଲା ଗୋଟେ ପଦେ ବୁଝିପାରୁଛ କଥା ଏଇ ପଦଟା ଷ୍ଟାର୍ଟିଂ ଲଗା ହବ ଭଲ ଲାଗିଲା କଥାଟା ପିଲାଟା ଶୁଣି କିନ୍ତୁ ଆଜି ଟିକେ ମୋଟିଭେସନ ହେଇଗଲା କହିଲେ ମୁଁ ସମସ୍ତେ ସାଙ୍ଗ ବନେଇବି କାହାକୁ ଆଉ ଗାର୍ଲଫ୍ରେଣ୍ଡ ବନେଇବି ନା ଫିଲ୍ମ ଦେଖି ମୋଟିଭେସନ ହେଇଗଲା ଟିକେ ଆଜି ସେଥିପାଇଁ ଆମେ ଏବେଠାରୁ ଭିଡିଓ ଟେ ବନେଇକି ଏଡିଟିଂ କରି ତାକୁ ରଖିଦବା ଆମେ ଆଜି ରାତିରେ ଇଣ୍ଡିଆ ପାକିସ୍ତାନ ମ୍ୟାଚ୍ ଅଛି ନା ଆର୍ଜେଣ୍ଟିନା ଖେଳ ଦେଖିବା ପାଇଁ ଅଛି ସେଥିପାଇଁ ଆମେ ସବୁ ଏବେ ଗରମ ଜୋର ହେଲାଣି ଫ୍ୟାନ୍ ହେଇ ଦିଆହେଲା ରାଜମାନ ଆଜି କହିଥିଲେ ସମସ୍ତେ ଆଜି ହେଲା ଖେଳ ଦେଖିବେ ଆଜି ସମସ୍ତେ ଖେଳ ଆଜି ଦେଖିବି ଭିଡିଓ ଟା ଆଜି ଅଳ୍ପ ସମୟରେ ଏଣ୍ଡ କରିଦବା ହଁ ଏଣ୍ଡ ଆଜି କରିଦବା ସଣ୍ଡେ ସେଥିପାଇଁ ବା ଆମର ଜଲ୍ଦି ଟାଇମ ଖେଳ ହବ ଆରମ୍ଭ କାହିଁକିନା ହବ ଗାଁରେ ହେଇଥିଲେ ଖେଳ ଦେଖିଥାନ୍ତୁ ଏଡିଟିଂ କରି ରଖିଥାନ୍ତୁ ରୋଷେଇବାସ ବୋଉ କରିଥାନ୍ତା ଖାଇଥାନ୍ତୁ ଏଠି ଆସିକି ରୋଷେଇ କରିବ ଖାଇବ ଆଉ ବାସନ ମାର୍କେଟ ଧୋଇବ ଯିବ ମାର୍କେଟ ବାସନ ଯିବ ଧୋଇବ ବହୁତ କାମ ପୁଣି ବାକି ଗୋଟେ ରହିବ ଅଛି ବହୁତ ଇଏ ଆଜି ପୁଣି ରବିବାର ମାର୍କେଟ ଯିବାକୁ ପଡେ ବୁଧବାର ହେଇଥିଲେ ଚଳିଥାନ୍ତା ସେଥିପାଇଁ ଆମେ କଣ କରିବା ଭିଡିଓ ଟାକୁ ଏଇଠି ଆଜି ଆମେ ଏଣ୍ଡ କରିଦଉଛୁ କାଲି ସକାଳେ ପୁଣି ନୂଆ ବ୍ଲଗରେ ଦେଖାହବ ଆଉ ବ୍ଲଗ ଏଇଠି ଏଣ୍ଡ କରୁଛି ଆଉ ଆଜି ତ ଆଜି ଗୁଡ ନାଇଟ୍ କହିହବ ନା ଗୁଡ ଇଭିନିଂ ନା କଣ ଆପଣ କୁହନ୍ତୁ ଗୁଡ ଆଫ୍ଟରନୁନ ନା ଗୁଡ ହେଇଗଲାଣି ମର୍ଣ୍ଣିଂ ଗୁଡ ମର୍ଣ୍ଣିଂ କାଲି ସକାଳ ପାଇଁ ଗୁଡ ମର୍ଣ୍ଣିଂ ହେଲା ଗୁଡ ନାଇଟ୍ ଏବେ ତମେ ଶୋଇପଡ ତାପରେ କାଲି ସକାଳେ ଦେଖାହବ ଆମେ ଆଜି ଟିକେ ଭିଡିଓ ଏଡିଟିଂ କରିଦବୁ ତାପରେ ଖେଳ ଅଛି ଖେଳ ଦେଖିଲା 10ଟା ହେଇଯିବ
ପୁଣି ଟିକେ ଭିଡିଓ ଭୁଲରେ ଦେଖିଲେ କେବେ ବାହାଟା କାହାକୁ ହେଇଯିବ। ପଇସା ଦବନି, ସାଙ୍ଗମାନଙ୍କୁ କହିଦିଅ। ହଁ କହୁନୁ। ଭୁଲରେ କେବେ ପଇସା ଦବନି କାହାକୁ, ବୁଝିପାରୁଛ? ହଁ ଦବ ମରିଯିବ, ଏ ଜନ୍ମ ସୁଝି ପାରିବନି। ଆର ଜନ୍ମ ହେଲେ ତାଙ୍କ ପୁଅ ଝିଅ ହେଲେ ସେ ପଇସା ଫେରେଇବେ, ନହେଲେ ଜମା ଫେରେଇବେନି। ହଉ ବ୍ଲଗ ଆମେ ଏଣ୍ଡ କରୁଛ, କାଲି ସକାଳେ ନୂଆ ବ୍ଲଗରେ ଦେଖା ହବା। ବାଏ।